ଆଜି ଆମେ ବୁଲିବାକୁ ଯାଇଥିଲୁ ମା ବୈଷ୍ଣୋଦେବୀଙ୍କ ମନ୍ଦିର ଯେଉଁଟା ଆମର ନୟାଗଡ଼ ଓଡ଼ଗାଁ ରୋଡ଼ରେ ଗଲାବେଳେ ଷୋଲପଟା ଛକରୁ ଡାହାଣ ପଟକୁ ଯିବାକୁ ପଡ଼େ। ତ ଆମେ ଗଲା ଭିତରେ ପ୍ରବଳ ଭିଡ଼ ଥିଲେ। ମାଆଙ୍କର କିଛି ପ୍ରତିମୂର୍ତ୍ତି ମୁହଁରେ ଏମିତି ତିଆରି ହେଇଛି ଗୋଟେ। ତାପରେ ଜଙ୍ଗଲ ଟିକେ ବାଟ ଟିକେ ଏତେ ଖାସ୍ ନାହିଁ। ତ ଆମେ ପ୍ରାୟ 2 କିଲୋମିଟର ଚାଲି ଚାଲି ଯାଇଥିଲୁ। ଦେଖନ୍ତୁ ଇଏ ହେଉଛି ମାଆଙ୍କର ଗେଟ୍ଟା। ତାପରେ ଆମେ ଗଲା ଭିତରେ ଭିଡ଼ ବି ପ୍ରବଳ ଥିଲେ। 2 କିଲୋମିଟର ଯାଏ ଭାଇ ଗାଡ଼ି ରଖିକି ପୁରା ଚାଲି ଚାଲି ଯିବାକୁ ପଡ଼ିଥିଲା ଆମକୁ। ଦେଖନ୍ତୁ ମୁଁ ଆପଣଙ୍କୁ ତଳ ଆଡ଼ୁ ଦେଖୁଛୁ କେତେ ଲୋକ, ସେଆଡ଼ୁ ବି ଲୋକ ଆସୁଛନ୍ତି, ଉପର ମୁଣ୍ଡରେ ଆମେ ଅଛୁ। ଏତେ ବାଟ ଭିଡ଼, ଗାଡ଼ି ତଳେ ଥୋଇକି ଲୋକ ବି ସମସ୍ତେ ଚାଲି ଚାଲି ଯାଇଥିଲେ। ତାପରେ ଇଏ ହେଉଛି ମାଆଙ୍କ ପ୍ରତିମୂର୍ତ୍ତି ବୈଷ୍ଣୋଦେବୀଙ୍କର। ତାପରେ ତାଙ୍କ ମୋତେ ଏଇଠି ଜଣେ ଭାଇ କହିଲେ, ଭାଇ ଜଲ୍ଦି ଯାଅ, 2ଟା ହେଲେ ପହଡ଼ ବନ୍ଦ ହେଇଯିବ ମାଆଙ୍କର, ଆଉ ଦେଖିପାରିବେନି। ତ ଏଇଠୁ ଆମେ ଯାଇଥିଲୁ। ଗଲାବେଳକୁ ଗେଟ୍ ପାଖରେ ଥିଲା ପୁରା ପ୍ରବଳ ମାତ୍ରାରେ ଭିଡ଼, ଲୋକ ଜମିକି ଥିଲେ, କାରଣ 2ଟା ହେଇଗଲାଣି ପହଡ଼ ବନ୍ଦ। ଏଇ ଯାଏ ଭାଇ ଯାହା କଭରେଜ୍ କରିହେଲା ମୋବାଇଲରେ, ଆଉ ତାଠୁ ତ ଭିତରକୁ ସେମାନେ ମୋବାଇଲ ଆଉ ଛାଡ଼ୁନାହାନ୍ତି କି ଆଉ ମୋବାଇଲରେ ବି କିଛି ସୁଟ୍ ବି କରିବନି ତା ଭିତରେ। ଖାଲି ଏତିକି ଯାଇକି ଦେଖିଥିଲୁ। ଭିତରେ ଛୋଟ ଛୋଟ ଲିଙ୍ଗ ଟାଇପ୍ର 3ଟା ପ୍ରତିମୂର୍ତ୍ତି ଥୁଆ ହେଇଥିଲା।